प्रिय प्रभु को विश्वस्त दासदासी माने मु आपण मानकु प्रभु जीशु ख्रीष्ट को नाम रे नमस्कार स्वागत जनाए। आज आम ईश्वर को वाक्य जहाँ आज आम सकाळे आलोचना करिथिलु प्रभु अब्राहम को आह्वान कले तांकु डाकुछंती आउ गोटे जगारु अन्य जगार जीवा पाए। प्रभु से अब्राहम को से डाकुछंती से तांको आह्वान करुछंती आउ से तांको कहउछंती तीनिटी विषय प्रभु अब्राहम को जीवन ठारू मागुछंती। से तीनिटी विषय से अब्राहम को कहउछंती आउ से तांको मागुछंती। हम जदि से पुस्तक पाठ करिबा आदि पुस्तक तार 12 पर्व 1 पद जदि आम पाठ करिबा आउ परमेश्वर अब्राहम को से डाकुछंती। आउ एठारे प्रिय प्रभु को लोक माने से अब्राहम को आह्वान करी कहउछंती। आमे जदि एबे पाठ करिबा मो सहित खोलंतु आदि पुस्तक 12 पर्व 1 पद सेठारे आमे 3 गोटी विषय आउ देखि परिबा। एथि तार सदा प्रभु अब्राहम को कहिले तुम्बे अपना देश ओ ज्ञाति कुटुंब ओ पितृ को गृह परित्याग करी आमे जो देश तुमको देखाइबा से देश को जाओ। आउ एठारे आमे देखुछु प्रिय प्रभु को लोक माने प्रभु को आशीर्वाद पात्र पात्री माने आउ एठारे आमे देखिबा को पारुछु प्रभु अब्राहम को से कहउछंती तुमे अपना देश प्रथम रे से कहउछंती तुमे अपना देश परित्याग कर। प्रथम विषय से कहउछंती तुमे तुम देश ए देश को छाड़ ए देश रो तुमे बाहरी आस तुमे अपना देश ओ ज्ञाति कुटुंब ए कुटुंब को छाड़ ए लोक मान को तुमे छाड़ ओ पितृ को गृह परित्याग कर करी पितृ को गृह जहाँ कि तुम बापा तुम पाए जो गृह निर्माण करिसंती से गृह बा से जगह से माटी परित्याग करी आम्भे जो देश तुमको देखाइबा सही देश को जाओ। वाह शाना मारा बाला शानदाना मारा एठारे हम देखा पारुछु तुमे अपना देश बहुत कष्टकर विषय देश ज्ञाति कुटुंब परिवार और पितृ को गृह जहाँ कि तुम अधिकार तुम पितृ देइथिबा तुम निमंते अधिकार आशीर्वाद ताहाको परित्याग करिबा पाए छाड़िबा पाए प्रभु कहउछंती परित्याग करी आम्भे जो देश तुमको देखाइबा से देश को जाओ। प्रभु कहउछंती तुमे समस्त विषय परित्याग करी समस्त विषय छाड़ी आम्भे जो देश तुमको देखाइबा से देश को तुमे जाओ। प्रभु 4टी विषय बा 3टी विषय से अब्राहम को जीवन रू मागिले अपना देश प्रथम देश ज्ञाति कुटुंब और पितृ को गृह 3टी विषय परित्याग करी तुम्हें मु जो देश देखाइबी मु जो जगह देखाइबी से देश को तुम्हें जाओ। जदि प्रभु को सेवा रे आमे रहिबा
ଯଦି ପ୍ରଭୁଙ୍କ ସେବା ଆମେ କରିବା ତାହେଲେ ପ୍ରଭୁ ଆମମାନଙ୍କୁ ଚାହାନ୍ତି ଏହି ସମସ୍ତ ବିଷୟ ପରିତ୍ୟାଗ କରିବା ନିମନ୍ତେ। ଆମେ କେତେ ଉଦ୍ଯୋଗୀ ଅଟୁ ଏ ସମସ୍ତ ବିଷୟ ଛାଡ଼ିବା ପାଇଁ? କ'ଣ ଆମେ ପରିତ୍ୟାଗ କରିପାରିବା? ଆଉ ଅବ୍ରାହମ ସେ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ। ଅବ୍ରାହମ ସେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛନ୍ତି। ଜଷ୍ଟ ହି ଓବେଡ୍ ଗଡ୍। ସେ ଅଳ୍ପ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ଆଉ ସେ ପ୍ରଭୁଙ୍କ ପ୍ରତିଜ୍ଞା ପ୍ରାପ୍ତ ହେଉଛନ୍ତି। ପ୍ରଭୁ 3ଟି ବିଷୟ ଅବ୍ରାହମକୁ ମାଗିଥିଲେ ଆଉ ଅବ୍ରାହମ ସେ ତାଙ୍କ କଥା ମାନିଲେ, କଥା ଆଜ୍ଞା ପାଳନ କଲେ ଆଉ ପରମେଶ୍ୱର ତାଙ୍କୁ 7 ବା 7-fold ବ୍ଲେସିଂ, ସପ୍ତ ଆଶୀର୍ବାଦରେ ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆଉ ସେ କହିଲେ ଆମ୍ଭେ ତୁମଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପ୍ରଭୁ ଅବ୍ରାହମ କହୁଛନ୍ତି ଆମେ ତୁମଠାରୁ ପ୍ରଥମ ଆଶୀର୍ବାଦ, ପ୍ରଥମ ପଏଣ୍ଟ 1 ନମ୍ବର ହେଉଛି ଆମେ ତୁମଠାରୁ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପ୍ରଭୁ କରିବେ। ଯେତେବେଳେ ଆମେ ଆଜ୍ଞା ପାଳନ କରିବା ପ୍ରଭୁ ସେ କାର୍ଯ୍ୟ କରନ୍ତି। ମହାଗୋଷ୍ଠୀ ଉତ୍ପନ୍ନ କରିବା ତୁମଠାରୁ, ବିକଜ ତୁମେ ମୋ ଆଜ୍ଞା ପାଳନ କରିଥିବା ହେତୁ ତୁମଠାରୁ ଆମେ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପୁଣି ଆମେ ତୁମକୁ ଆଶୀର୍ବାଦ କରିବା। ଦ୍ୱିତୀୟ ପଏଣ୍ଟ ହେଉଛି ଆମ୍ଭେ ତୁମକୁ ଆଶୀର୍ବାଦ କରି ତୁମର ନାମ ମହତ୍ କରିବା। ତୃତୀୟ ପଏଣ୍ଟ, ପ୍ରଭୁ ଆପଣଙ୍କ ନାମକୁ ମହତ୍ କରିବେ, ଉଚ୍ଚାରେ ରଖିବେ। ଯଦି ଆପଣ ଈଶ୍ୱରଙ୍କ କଥା ମାନିବେ, ଯଦି ଆପଣ ଈଶ୍ୱରଙ୍କ ବାକ୍ୟ ପାଳନ କରିବେ, ଯଦି ଆପଣ ଈଶ୍ୱରଙ୍କ କଥା ମାନିବେ, ସାଧାରଣ ବିଷୟ ଜଷ୍ଟ ତାଙ୍କ କଥା ଆଜ୍ଞା ପାଳନ କରିବା, ତାଙ୍କ କଥା ମାନିବା, ତାଙ୍କ କଥା ମାନି ଆମେ ସେ ସମସ୍ତ ବିଷୟ ପରିତ୍ୟାଗ କରି ବାହାରି ଆସିବା। ତେବେ ସେ କହୁଛନ୍ତି ପୁଣି ଆମ୍ଭେ ତୁମକୁ ଆଶୀର୍ବାଦ କରିବା। ତୃତୀୟ ବିଷୟ। ଚତୁର୍ଥ ବିଷୟ ତୁମର ନାମ ମହତ୍ କରିବା। ଓ ତୁମେ ଆଶୀର୍ବାଦର ଆକର ହେବ। ପଞ୍ଚମ ବିଷୟ ତୁମେ ଆଶୀର୍ବାଦର ଆକର ହେବ। ଷଷ୍ଠ ବିଷୟ ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ପଞ୍ଚମ ବିଷୟ ହେଉଛି ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ପୁଣି ଯେ କେହି, ଷଷ୍ଠ ବିଷୟ, ଯେ କେହି ତୁମକୁ ଅଭିଶାପ ଦିଏ ଆମ୍ଭେ ତାହାକୁ ଅଭିଶାପ ଦେବା। ଜାଗ୍ରତ ରୁହନ୍ତୁ ପ୍ରଭୁଙ୍କ ଲୋକମାନେ। ପ୍ରଭୁଙ୍କ ଲୋକମାନଙ୍କୁ କେବେ ମଧ୍ୟ ଅଭିଶାପ ଦେବା ନାହିଁ। କାରଣ ପରମେଶ୍ୱର ଆଉ ଯେଉଁମାନଙ୍କୁ ପ୍ରଭୁ ମନୋନୀତ କରିଛନ୍ତି, ଯେଉଁମାନଙ୍କୁ ପ୍ରଭୁ ଆହ୍ୱାନ କରିଛନ୍ତି, ଯେଉଁମାନଙ୍କୁ ପ୍ରଭୁ ବାଛିଛନ୍ତି, ଆଉ ଯଦି ସେମାନଙ୍କୁ ଯଦି ଯେକୌଣସି ବ୍ୟକ୍ତି ଅଭିଶାପ ଦେବ ତାହେଲେ ପରମେଶ୍ୱର ତାଙ୍କୁ ମଧ୍ୟ ଅଭିଶାପ ଦେବେ। ତାହାକୁ ଅଭିଶାପ ଦେବା ଆଉ ତୁମଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ସପ୍ତମ ବିଷୟ ହେଉଛି ପ୍ରଭୁ କହିଲେ ତୁମଠାରୁ ପୃଥିବୀର ସମସ୍ତ ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ସମସ୍ତ ବଂଶ ଆପଣଙ୍କ ଠାରୁ ଆଶୀର୍ବାଦ ପାଇବେ। ସମସ୍ତେ ଆପଣଙ୍କ ଠାରୁ ଆଶୀର୍ବାଦ ପାଇବେ। ଅବ୍ରାହମ ଠାରୁ ଆଶୀର୍ବାଦ ପାଇବେ ପ୍ରଭୁ କହୁଛନ୍ତି। ତେଣୁ ଆଜି ଆମମାନଙ୍କ ଜୀବନରେ ମଧ୍ୟ ଯଦି ଅବ୍ରାହମ ଭଳି ଆମେ ଆଶୀର୍ବାଦ ପାଇବା ପାଇଁ ଚାହୁଁଛୁ ତାହେଲେ ଈଶ୍ୱରଙ୍କ ବାକ୍ୟକୁ ଆମେ ପାଳନ କରିବାକୁ ଅଛି। ଈଶ୍ୱରଙ୍କ କଥା ମାନିବାର ଅଛି। ସେ 3ଟି ବିଷୟ ଆମର କରିବା ପାଇଁ କହୁଛନ୍ତି। ପ୍ରଥମରେ ଆମ ଦେଶ ଛାଡ଼ିବା ପାଇଁ, ପ୍ରଥମରେ ଆମ ଗୋଷ୍ଠୀ ଲୋକମାନଙ୍କୁ ଛାଡ଼ିବା ପାଇଁ, ତାପରେ ଆମ ଜ୍ଞାତି କୁଟୁମ୍ବ ଛାଡ଼ିବା ପାଇଁ, ତାପରେ ଆମମାନଙ୍କର ପିତୃକ ଗୃହ ପରିତ୍ୟାଗ କରିବା ପାଇଁ। ଯଦି ଆମେ 3ଟି କାର୍ଯ୍ୟ କରିବା ତେବେ ସେ ଆମମାନଙ୍କୁ 7 ଆଶୀର୍ବାଦ ସେ ଆଶୀର୍ବାଦ କରିବେ। ଦୟାକରି ଆମେ ତାଙ୍କ ଆଜ୍ଞାବହ ହେବା, ତାଙ୍କ ଆଜ୍ଞା ପାଳନ କରିବା, ତାଙ୍କ କଥା ମାନିବା। ସେ ଯାହା କହନ୍ତି
ଆଉ ତାହା ଜଷ୍ଟ ଆମେ ପାଳନ କରିବା, ତେବେ ସେ ଆମମାନଙ୍କୁ 7 ଗୋଟି ପ୍ରତିଜ୍ଞା କରୁଛନ୍ତି ସେ ଆଶୀର୍ବାଦ କରିବେ। ଆଉ ଯେତେବେଳେ ଅବ୍ରାହମ ଏ ବାକ୍ୟ ପାଳନ କଲେ, ଯେତେବେଳେ ଅବ୍ରାହମ ତାଙ୍କ କଥା ମାନିଲେ, ପିତୃଗୃହ ପରିତ୍ୟାଗ କଲେ, ସମସ୍ତ 3ଟି କାର୍ଯ୍ୟ କରି ସେ ଦେଶ ଛାଡ଼ି ପରିତ୍ୟାଗ କରି ସେ ବାହାରେ ଆସୁଛନ୍ତି, ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆମେ ଦେଖୁଛୁ 4th ପଦରେ ଲେଖାଯାଏ, ଏଥିରେ ଅବ୍ରାହମ ସଦାପ୍ରଭୁଙ୍କୁ ଏହି ବାକ୍ୟ ଅନୁସାରେ ପ୍ରସ୍ଥାନ କଲେ। ଆଉ ଅବ୍ରାହମ ବିଶ୍ୱାସ କଲେ ପ୍ରଭୁଙ୍କୁ, ଭରସା କଲେ ପ୍ରଭୁଙ୍କୁ, ଆଉ ସେ ଜାଗା ପରିତ୍ୟାଗ କରି ପ୍ରଭୁଙ୍କ ଆଦେଶ ଅନୁସାରେ ସେ ପ୍ରସ୍ଥାନ କରୁଛନ୍ତି। ତେବେ ଆଜି ମଧ୍ୟ ଆମମାନଙ୍କ ଜୀବନରେ ଯଦି ପ୍ରଭୁଙ୍କ ଆଦେଶ ଅନୁସାରେ ଆମେ ପ୍ରସ୍ଥାନ କରିବା, ଯଦି ପ୍ରଭୁଙ୍କ ଆଦେଶ ଅନୁସାରେ ଆମେ ଯିବା, ପ୍ରଭୁଙ୍କ ଆଦେଶ ପାଇ ଆମେ ଯିବା, ତାହେଲେ ନିଶ୍ଚିତ ଆଶୀର୍ବାଦ ଆମମାନଙ୍କ ସହିତ ଅଛି। ଆଶୀର୍ବାଦ ଆମମାନଙ୍କୁ ହେବ। ନିଶ୍ଚିତ ଭାବରେ ପ୍ରଭୁ ଆଶୀର୍ବାଦ କରିବେ। ନିଶ୍ଚିତ ଭାବରେ ଆପଣମାନଙ୍କୁ ପ୍ରଭୁ ବ୍ୟବହାର କରିବେ। ଆପଣଙ୍କୁ ସେ ଆପଣଙ୍କ ନାମକୁ ମହତ୍ କରିବେ, ଉଚ୍ଚା ଉଠାଇବେ। ତେବେ ପ୍ରଭୁ ସଦାପ୍ରଭୁ ଅବ୍ରାହମକୁ ଯେପରି ଆଶୀର୍ବାଦ କଲେ, ଆପଣମାନଙ୍କୁ ମଧ୍ୟ ସେପରି ଆଶୀର୍ବାଦ କରିବେ। ତାଙ୍କ ବାକ୍ୟ ପାଳନ କରିବା ଆପଣମାନଙ୍କ ଓ ମୋର କର୍ତ୍ତବ୍ୟ। ଆମେ ଯଦି ତାଙ୍କ ବାକ୍ୟ ପାଳନ କରିବା, ତାଙ୍କ ବାକ୍ୟକୁ ଆମେ ମାନିବା, ତାଙ୍କ କଥା ମାନିବା, ତାଙ୍କ ଆହ୍ୱାନକୁ ଆମେ ମାନିବା, ତାଙ୍କ କଥା ଅନୁସାରେ ଆମେ ଯଦି କାର୍ଯ୍ୟ କରିବା ବା ବାହାରେ ଆସିବା, ତାହେଲେ ନିଶ୍ଚିତ ଆପଣମାନେ ଜାଣି ରଖନ୍ତୁ, ଆପଣ ଆଶୀର୍ବାଦ ପାଇଲେ। ଆମେ ସମସ୍ତେ ଆଶୀର୍ବାଦ ପାଇଛୁ, ଏହା ବିଶ୍ୱାସ କରିବା ଦରକାର ଅଟେ। କାରଣ ପ୍ରଭୁ ସେ କହିଛନ୍ତି, ଆଉ ଏ 7 ଗୋଟି ଆଶୀର୍ବାଦରେ ମୁଁ ତୁମକୁ ଆଶୀର୍ବାଦ କରିବି। ନିଶ୍ଚିତ ଭାବରେ ଆପଣ ଓ ମୁଁ ଆମେ ଆଶୀର୍ବାଦ ପାଇବା ପାଇଁ ହେଲେ ତାଙ୍କ ଆଜ୍ଞା ପାଳନ କରିବା। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଚୁର, ଅତି ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ଗଡ୍ ବ୍ଲେସ୍ ୟୁ।